ଆପଣ +2 ସରିବା ପରେ ଆଗକୁ କ'ଣ କରିବେ ଯଦି ଏହାକୁ ନେଇକି ଚିନ୍ତାରେ ଅଛନ୍ତି ତେବେ ଆପଣ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଆପଣଙ୍କୁ ଏହି ଭିଡ଼ିଓରେ 5ଟି ପାଠ୍ୟକ୍ରମ କହିବି ଯେଉଁ ପାଠ୍ୟକ୍ରମରେ ଆପଣମାନଙ୍କୁ ଭଲ ରୋଜଗାର ମିଳିବ। ଏବେ ଚାଲନ୍ତୁ ଆଉ ଡେରି ନକରି ମୁଁ ଆପଣମାନଙ୍କୁ କହୁଛି। +2 ପାସ୍ ପିଲାମାନଙ୍କ ପାଇଁ କଲେଜରେ ଅନେକ ବିକଳ୍ପ ରହିଛି। ବହୁ ସଂଖ୍ୟାରେ ଦ୍ୱାଦଶ ପାସ୍ ଛାତ୍ର ନିଟ୍ ଏବଂ JEE ପରୀକ୍ଷା ମଧ୍ୟ ଦେଇଛନ୍ତି। ଏସବୁ ମଧ୍ୟରେ ଲକ୍ଷ ଲକ୍ଷ ଛାତ୍ର ମଧ୍ୟ ଅଛନ୍ତି ଯେଉଁମାନେ ମେଡ଼ିକାଲ କିମ୍ବା ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡ଼ମିସନ୍ କରିବାକୁ ଚାହୁଁନାହାନ୍ତି କିନ୍ତୁ ଅଫ୍ କ୍ୟାରିୟର ବିକଳ୍ପରେ ସେମାନଙ୍କର ଭବିଷ୍ୟତ କରିବାକୁ ଚାହୁଁଛନ୍ତି। ଗ୍ରାଜୁଏସନ୍ ସ୍ତରରେ ଅନେକ ପାଠ୍ୟକ୍ରମ ଅଛି ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ଆଡ଼ମିସନ୍ ନେବାକୁ କୌଣସି ଷ୍ଟ୍ରିମ୍ର ଆବଶ୍ୟକତା ନାହିଁ। ଏହି ପାଠ୍ୟକ୍ରମ ଗୁଡ଼ିକ ମଧ୍ୟରେ ଜଣେ ଛାତ୍ର ଯିଏ କୌଣସି ଷ୍ଟ୍ରିମ୍ରୁ ଦ୍ୱାଦଶ ପାସ୍ କରିଛନ୍ତି ସେ କଳା ହେଉ କି ବିଜ୍ଞାନ ହେଉ କି ବାଣିଜ୍ୟ ହେଉ ସହଜରେ ଆଡ଼ମିସନ୍ ନେଇପାରିବେ। ଏଥିମଧ୍ୟରୁ କେତେଜଣଙ୍କ ପାଇଁ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ସ୍ତରରେ ଏକ ପ୍ରବେଶିକା ପରୀକ୍ଷା ଥିବା ବେଳେ କେତେକରେ ଦ୍ୱାଦଶ ଫଳାଫଳ ଆଧାରରେ ଆଡ଼ମିସନ୍ କରାଯାଇଥାଏ। ତେବେ ଦ୍ୱାଦଶ ପରେ ଉଚ୍ଚଶିକ୍ଷା ପାଇଁ ଆପଣ କେଉଁ ପାଠ୍ୟକ୍ରମରେ ଆଡ଼ମିସନ୍ ନେଇପାରିବେ ଜାଣନ୍ତୁ। ଦ୍ୱାଦଶ ପରେ ଅନେକ କ୍ୟାରିୟର ବିକଳ୍ପ ଅଛି। ଯଦି ଆପଣ ଚାହାନ୍ତି ତେବେ MBBS, BTech, BBA, BA, BCom, BSc ପରି ଟ୍ରାଡିସନାଲ କ୍ୟାରିୟର ବିକଳ୍ପ ବଦଳରେ ଟ୍ରେଣ୍ଡିଂ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ଆଜିକାଲି AI ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ML ବା ମେସିନ୍ ଲର୍ଣ୍ଣିଂ ପାଇଁ ବହୁତ ଚାହିଦା ଅଛି। ଯଦି ଆପଣ ଚାହାନ୍ତି ତେବେ ସମ୍ପୃକ୍ତ ପାଠ୍ୟକ୍ରମରେ ଡିଗ୍ରୀ କିମ୍ବା ସାର୍ଟିଫିକେଟ୍ ହାସଲ କରି ଏଥିରେ କ୍ୟାରିୟର କରିପାରିବେ। ତେବେ ଆସନ୍ତୁ ଏମିତି 5ଟି ପାଠ୍ୟକ୍ରମ ବିଷୟରେ ଜାଣିବା ଯେଉଁଥିରେ ଆଡ଼ମିସନ୍ ନେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଷ୍ଟ୍ରିମ୍ର ଆବଶ୍ୟକତା ନାହିଁ। ପ୍ରଥମ ହେଲା ଡିଜିଟାଲ ମାର୍କେଟିଂ। ଡିଜିଟାଲ ମାର୍କେଟିଂ କ୍ଷେତ୍ର ଅତି ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଗାମୀ କିଛି ବର୍ଷ ମଧ୍ୟରେ ମଧ୍ୟ ଏହା ହ୍ରାସ ହେବାର କୌଣସି ସମ୍ଭାବନା ନାହିଁ। ଆଜିକାଲି ଯେତେବେଳେ ଚାକିରି ବଜାରକୁ ନେଇ ସନ୍ଦେହ ଥାଏ ସେତେବେଳେ ଡିଜିଟାଲ ମାର୍କେଟିଂରେ ଚାକିରିର ଅଭାବ ନାହିଁ। ଯଦି କ୍ୟାରିୟରରେ ଅଭିବୃଦ୍ଧି ହାସଲ କରିବାକୁ କିମ୍ବା ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ତେବେ ଦ୍ୱାଦଶ ପରେ ଡିଜିଟାଲ ମାର୍କେଟିଂ ସହିତ ଜଡ଼ିତ ଏକ ପାଠ୍ୟକ୍ରମ କରିବା ଜରୁରୀ। ଏହାପରେ ସେକେଣ୍ଡ ନମ୍ବରରେ ରହିଛି ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ଡିପ୍ଲୋମା। ଯଦି ଆପଣ ସୃଜନଶୀଳ ଏବଂ ଚଳଚ୍ଚିତ୍ର ଏବଂ ଟେଲିଭିଜନ କ୍ଷେତ୍ରରେ କିଛି କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି କ୍ଷେତ୍ର ସହିତ ଜଡ଼ିତ ଏକ ଡିପ୍ଲୋମା ଡିଗ୍ରୀ କିମ୍ବା ସାର୍ଟିଫିକେଟ୍ ପାଠ୍ୟକ୍ରମ କରିପାରିବେ। ଏହି କ୍ଷେତ୍ରରେ ଭଲ ରୋଜଗାର ସୁଯୋଗ ଅଛି। ଯଦି ଆପଣଙ୍କର ପ୍ରତିଭା ଅଛି ଏବଂ କଠିନ ପରିଶ୍ରମ କରିବାକୁ ଭୟ କରୁନାହାନ୍ତି ତେବେ ଆପଣ ଏହି କ୍ଷେତ୍ରରେ କ୍ୟାରିୟର କରିପାରିବେ। ଏହାପରେ ଆପଣ ମନୋରଞ୍ଜନ ଦୁନିଆରେ କାମ କରି ଢେର ରୋଜଗାର କରିପାରିବେ। ଏହାପରେ 3 ନମ୍ବର ରହିଛି ଆର୍କିଟେକ୍ଚର। ଯଦି ଆପଣ ଜଣେ ବିଜ୍ଞାନ ଛାତ୍ର ଗଣିତ ପ୍ରତି ଆଗ୍ରହୀ କିନ୍ତୁ BTech କରିବାକୁ ଚାହୁଁନାହାନ୍ତି ତେବେ ଆପଣ ବ୍ୟାଚେଲର ଅଫ୍ ଆର୍କିଟେକ୍ଚର ପାଠ୍ୟକ୍ରମରେ ଆଡ଼ମିସନ୍ କରିପାରିବେ। ଏହି ପାଠ୍ୟକ୍ରମରେ ଛାତ୍ରମାନଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନର ସ୍ଥାପତ୍ୟ ଡିଜାଇନ ଏବଂ ସେ ସମ୍ବନ୍ଧୀୟ କୌଶଳ ଉପରେ ଶିକ୍ଷା ଦିଆଯାଏ। ଏହି କୌଶଳ ଗୁଡ଼ିକରେ ଗ୍ରାଫିକ୍ସ, 3D ମଡେଲ ଏବଂ ଡେକୋରେସନ ଦକ୍ଷତା ଅନ୍ତର୍ଭୁକ୍ତ। ଯଦି ଆପଣ ଗଣିତରେ ଦୁର୍ବଳ କିନ୍ତୁ ବହୁତ ସୃଜନଶୀଳ ତେବେ ଆପଣ ଜଣେ ଇଣ୍ଟେରିୟର ଡାଇରେକ୍ଟର ଭାବରେ କ୍ୟାରିୟର କରିପାରିବେ। ଏହାପରେ 4 ନମ୍ବରରେ ରହିଛି ଟ୍ରାଭେଲ, ଟୁରିଜିମ୍ ଏବଂ ହୋଟେଲ ମ୍ୟାନେଜମେଣ୍ଟ। ଟ୍ରାଭେଲ, ଟୁରିଜିମ୍ ଏବଂ ହୋଟେଲ ମ୍ୟାନେଜମେଣ୍ଟ ଏବଂ ହସ୍ପିଟାଲାଇଟ୍ କ୍ଷେତ୍ରରେ ସବୁବେଳେ ଚାକିରି ଥାଏ। କୋଭିଡ୍ ପରଠାରୁ ଅଧିକ କ୍ରମାଗତ ଅଭିବୃଦ୍ଧି ଦେଖାଯାଇଛି। ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ସହିତ ଜଡ଼ିତ ଆଧୁନିକ ହୋଟେଲ ପରିଚାଳନା ଏବଂ ସେବା ପରିଚାଳନା କୌଶଳ ଶିଖିବା ଦ୍ୱାରା ଆପଣ ହୋଟେଲ, ରିସର୍ଟ କିମ୍ବା ରେଷ୍ଟୁରାଣ୍ଟରେ ମ୍ୟାନେଜର, ଅଫିସ ମ୍ୟାନେଜର, ପ୍ଲାନର ଭାବରେ କାର୍ଯ୍ୟ କରିପାରିବେ। ଯଦି ଆପଣ ଚାହାନ୍ତି ଆପଣ ନିଜେ ମଧ୍ୟ କିଛି କରିପାରିବେ। ଏହାପରେ 5 ନମ୍ବର ରହିଛି ଇନଫ୍ଲୁଏନ୍ସର। ଏହା ହେଉଛି ସୋସିଆଲ ମିଡ଼ିଆର ଯୁଗ। ଏଥିରେ ଇନଫ୍ଲୁଏନ୍ସର ମାନଙ୍କ ଆଧିପତ୍ୟ ଅଧିକ। ଏମାନେ ବିଭିନ୍ନ ବ୍ରାଣ୍ଡ ପାଇଁ ବିଜ୍ଞାପନ, ଭିଡ଼ିଓ, କମେଣ୍ଟ ସୃଷ୍ଟି କରନ୍ତି।
ଏହାକୁ ସେୟାର କରି ସେମାନେ ବ୍ରାଣ୍ଡରୁ ଟଙ୍କା କମା। ଏଥିସହିତ କିଛି ସୋସିଆଲ ମିଡ଼ିଆ ସାଇଟ୍ ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମ ମଧ୍ୟ ଭିଉଜ୍ ଆଧାରରେ ଟଙ୍କା କ୍ରେଡିଟ୍ କରନ୍ତି। ଯଦି ଆପଣ ଚାହାନ୍ତି ସାମ୍ବାଦିକତା କିମ୍ବା ସୋସିଆଲ ମିଡ଼ିଆ ପରିଚାଳନା କ୍ଷେତ୍ରରେ ମଧ୍ୟ କ୍ୟାରିୟର କରିପାରିବେ। ଅନେକ କମ୍ପାନୀ ସେମାନଙ୍କର ବ୍ରାଣ୍ଡ ପୃଷ୍ଠା ପରିଚାଳନା ପାଇଁ ଏକ ସୋସିଆଲ ମିଡ଼ିଆ ଏଜେଣ୍ଟ ନିଯୁକ୍ତି କରନ୍ତି। ଆପଣଙ୍କୁ ଏହି 5ଟି ପାଠ୍ୟକ୍ରମ କହିଲି, ଆପଣମାନେ ଏହି 5ଟି ପାଠ୍ୟକ୍ରମ ମଧ୍ୟରୁ ଯୁଆଡ଼ୁ ହେଲେ ଗୋଟେ ସିଲେକ୍ଟ କରିପାରିବେ।